যদি সে স্থানକୁ ଏବେ ଯାଏ ମୋ କ୍ଷୁଧାକୁ ଦୂରୀକରଣ କରିବାକୁ କେହି ତତେ କହିବେନି। ଖବର ଧରା କୁକୁର ଭଳିଆ ଗାତେ ଜନଳା ନିକଟରେ ହରିଦାସ ଛିଡ଼ା ହେଲେ। ଭୋକ ଲାଗୁଛି, ଭୋକ ବିକଳରେ ପେଜ ନଳାରେ ପେଜ ପିଇବା ପାଇଁ ସେଦିନ ଭକ୍ତ ଆଜି ଭଗବାନଙ୍କ ନିକଟରେ ମଣିଷ ଶରୀରକୁ ତ୍ୟାଗ କରି ଧଳା କୁକୁରଟିଏ ହେଇ ହରିଦାସ ପେଜ ନଳା ନିକଟରେ ପହଞ୍ଚିଲେ। ଦେଖନ୍ତୁ ଆଜ୍ଞା ଗ୍ରାମରେ ସେଦିନ କେମିତି ଲୀଳା କଲେ। ପେଜ ନଳା ନିକଟରେ ମା କଦଳୀ ଚୋପା ପଡ଼ିଛି। ଭୋକ ଲାଗୁଛି ପ୍ରାଣ ବିକଳରେ ସେଦିନ ହରିଦାସ ସେ କଦଳୀ ଚୋପାକୁ ଧରିଲେ ମାଟିରେ। ଭୋକ ବିକଳରେ କଦଳୀ ଚୋପାକୁ ହରିଦାସ ଖାଇଲେ। ଭୋକ ଲାଗୁଛି କଦଳୀ ଚୋପା ଖାଇବା ଗାତେ ଜନଳାରେ ପେଜ ପିଇଲେ ସେଦିନ ଭକ୍ତ ହରିଦାସ। ମହାପ୍ରଭୁ ସହିପାରିଲେ। ମୋର ନିନ୍ଦା ହବ, ମୋ ନାମରେ କଳଙ୍କ ବଳି ହବ ବୋଲି ମୋ ଭକ୍ତ ଆଜି କେଡ଼େ ବଡ଼ ତ୍ୟାଗ କରି ମଣିଷର କୁକୁର ହୋଇ ପେଜ ନଳାରେ ପେଜ ପିଉଛି। ଚାହିଁଛନ୍ତି ଯାତ୍ରୀ, ଚାହିଁଛନ୍ତି ଭକ୍ତ, ଜାଣନ୍ତିନି ଏ କିଏ। ସେଦିନ ଭଗବାନର ସିଂହାସନରୁ ଓହ୍ଲେଇ ଆସିଲେ। ବ୍ରାହ୍ମଣ କୁଳେ ଶୁଣ ରାଜା, ମହାପ୍ରଭୁ ଭକ୍ତର ଦୁଃଖକୁ ସହି ନ ପାରି ରତ୍ନ ସିଂହାସନ ଛାଡ଼ି ଆସିଲେ। বলে কৃষ্ণ বন স্থান রূপ ধরি জগন্নাথ ମହାପ୍ରଭୁ ଓହ୍ଲେଇ ଆସିଲେ। କହୁନାହାନ୍ତି ଆଜ୍ଞା, ମତେ ଜଣେ ଅନ୍ତର ଦେଇ ପ୍ରେମ କଲା ବେଳେ, ଭକ୍ତଟିଏ ଭଗବାନଙ୍କୁ ଅନ୍ତର ଦେଇ ଶ୍ରଦ୍ଧା କଲା ବେଳେ ଭଗବାନ କେମିତି ସହିବେ? ଭୋକ ଲାଗୁଛି, ଭୋକ ବିକଳରେ ଭକ୍ତ ଆଜି ମଣିଷ ଶରୀରକୁ ତ୍ୟାଗ କରି କୁକୁର ହେଇ ପେଜ ନଳାରେ ପେଜ ପିଇ କଦଳୀ ଚୋପା ଖାଉଛି। ଖାଇ ଆସିଲେ ମହାପ୍ରଭୁ। ଆଜ୍ଞା ହରିଦାସ ଯୋଉ ଚୋପାଟା ଖାଉଥିଲେ ଅଉଠା ଚୋପାଟି ପାଟିରୁ ଓହଳି ପଡ଼ିଛି। କାଳିଆ କୁକୁର ହେଇ ଜଗନ୍ନାଥ ମହାପ୍ରଭୁ ସେଇ ଚୋପାଟାକୁ ଟାଣିକି ଧରିଲେ। ଚାହିଁଛନ୍ତି ଯାତ୍ରୀ, ଚାହିଁଛନ୍ତି ଭକ୍ତ, ଜାଣନ୍ତିନି କାଳିଆ କିଏ। ମୁଁ ଜ୍ଞାନୀ ସଜନ ଜାଣନ୍ତିନି ଧଳା କିଏ। ଧଳା ଚାହିଁଛି କାଳିଆକୁ, କାଳିଆ ଚାହିଁଛି ଧଳା। ହରିଦାସ କହିଲେ କାଳିଆରେ ସଂସାରରେ ତୋର କିଛି ଅଭାବ ନାହିଁ। ବିଶ୍ୱ ଜାଣିଛି ତୁ ବଡ଼ ଠାକୁର, ସମସ୍ତଙ୍କୁ ସୁଖ ସମ୍ପଦ ଦେଇପାରୁ। ହେଲେ ମୁଁ ଏମିତି ଭକ୍ତରେ କାଳିଆ, ମୋ ପାଖରେ କିଛି ନାହିଁ। ଏ ମନ ପ୍ରାଣ ଦେହ ସବୁ ଅର୍ପଣ କରି ସାରିଲା ପରେ ତତେ କଣ ଦେବି କାଳିଆ କହ? ମତେ ସିନା ଭୋକ ଲାଗୁଛି, ମୁଁ ଖାଉଛି, ତୁ କଣ ଭାବୁଛୁ? ତୁ କାହିଁକି କଦଳୀ ଚୋପା ଖାଉଛୁ ମତେ କହ? ନା 60 କୋଟି ଅନ୍ନ କିଏ ତତେ ষাঠিয়ে কোটি অন্ন ততে অন্তিলানি, 60 কোটি রসକୁ ଛାଡ଼ି ଆଜି ମୋ ପାଟିରୁ ଅଇଁଠା କଦଳୀ ଚୋପା ଖାଉଛି। କାହିଁ ଖାଉଛି? ମହାପ୍ରଭୁ ଏଇଠି କହିଲେ, କି ହେବ ରେ ଭାଇ ମୋର, ଇଏ କି ହେବ ରେ ଭାଇ ମୋର, ଇଏ 60 ମହାପ୍ରଭୁ ଚାହିଁଛନ୍ତି ଭକ୍ତକୁ, ଭକ୍ତ ଚାହିଁଛନ୍ତି ପ୍ରଭୁ। ଅନାଦିର ଭାବ ପ୍ରେମ ସନ୍ତ ଜଗତରେ